ଭାଙ୍ଗିଲେ ଆଇନ ଦେବେ ଟଙ୍କା 30,000 ଖାଇବେ। ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଖବର ହେଲା ସୁଭଦ୍ରା ଯୋଜନା ଟଙ୍କା ଭାଇ ମାନଙ୍କୁ ପୁଣି ଥର ମିଳିଲା। ତାଙ୍କ ସ୍ୱାମୀ ନ ଶୋଇପାରି ପିଇଲେ ରୀତିମତ ମଦ। ଆହା କଣ କଣ ଖବର କାଗଜ କଣ କରୁଛୁ କଣ ସାର୍ ଆପଣ ହଠାତ୍ ଏଠି ବେ ତୋର କଣ କିଛି ମନେ ପଡୁନି? କଣ ସାର୍? ବେ ଇଲେକ୍ସନ ପାଖେଇ ଆସିଲାଣି, ପୋଷ୍ଟର ବ୍ୟାନର ଛପା ଯାଇନି, ପ୍ରଚାର ଗାଡି ବୁଲିନି, ତୁ ଏଠି ବସି କଣ କରୁଥିଲେ? ସାର୍ କେତେ ଦିନ ଆଉ ଇନଷ୍ଟାଗ୍ରାମ ଫେସବୁକ୍ ଚଲେଇବି, ଆଜି ଭାବି ଟିକେ ପେପର ପଢିବି। ଆଉ ପେପର ପଢିବି ସାର୍ ଆଜି ପରା ଆପଣଙ୍କର ଇଣ୍ଟରଭ୍ୟୁ ଥିଲା। ଆପଣଙ୍କର ମୋର ହଁ ପ୍ରେମ ଇଣ୍ଟରଭ୍ୟୁ କରିବେ? ଇଣ୍ଟରଭ୍ୟୁ କଣ ବେ, ଜଣେ ସୁନ୍ଦରୀ ସେକ୍ସି ସାମ୍ବାଦିକା ମ୍ୟାଡାମ ଆସିବେ ଆଉ ଆପଣଙ୍କୁ 4-5ଟି ପ୍ରଶ୍ନ ପଚାରିବେ ଆଉ ଆପଣ ଯାହା ଉତ୍ତର ଦେବେ ତାକୁ ରେକର୍ଡିଂ କରି ଟିଭିରେ ନେଇ ବାହାର କରେଇବେ। ତୁ ସତ କହୁଛୁ ନା ମୁଁ ଟିଭିରେ ବିଦ୍ୟାଳୟ ଭାଇ କହୁଛି। ସୁନ୍ଦରୀ ସାମ୍ବାଦିକା ମାନେ ଆସିବେ ସେମାନେ ଆସିଲେ ମତେ କଣ ପଚାରିବେ, ମୁଁ କଣ କହିବି? ମୁଁ ତ ପାଠ ସାଠ ପଢିନି, ସୁଦ ଗାଣ୍ଡୁ ମୂର୍ଖଟା। ଆଇଲେ ଆପଣ ଠିକ ଚିହ୍ନିଛନ୍ତି ଆଉ ଆପଣ ମୁଖ୍ୟମନ୍ତ୍ରୀ ହବାକୁ ଯାଉଥିଲେ। ଇଏ ଶୁଣିବାକୁ ପାଇଲେ କଣ? ମୁଁ ପରା ଏଇ ଇଲେକ୍ସନରେ ଖୋଦ ମୁଖ୍ୟମନ୍ତ୍ରୀ ହେବି। ହେଲେ ଆପଣଙ୍କ ନାଁରେ ଗୋଟେ ଆପଣଙ୍କ ନାଁରେ ମୋ ନାଁରେ କି ଅଭିଯୋଗ? ଆପଣଙ୍କ ଘରେ ଭଡ଼ାରେ ଯୋଉ ସ୍ୱାମୀ ସ୍ତ୍ରୀ ରହୁଛନ୍ତି ସେମାନେ ବାଥରୁମ ଗଲା ସମୟରେ ଆପଣ କଣ କାନ୍ଥ କଣା କରି ରଖିଛନ୍ତି? ଏକଥା ସତ ନା ମିଛ? ଇଏ ଶଳା ମୋ ବାଥରୁମରେ କାନ୍ଥ କଣା କରି ମୁଁ ଚୁପି ଚୁପି ଦେଖୁଛି। ଇଏ ଖବର ବି ମିଡିଆ ବାଲା ପାଖରେ ପହଞ୍ଚିଗଲାଣି ନା? ଏକଥା ସତ ନା ମିଛ? ନା ନା ମିଛ କାହିଁକି ହବ? ଯୋଉ କଥାଟା ସତ ସତ, ମିଛ ନୁହଁ ମ୍ୟାଡାମ। ହେଲେ ମ୍ୟାଡାମ ଏବେ ସେ କଣ ଆଉ ମୁଁ ରଖି ନାହିଁ। କାହିଁକି କହିଲା? ଇଏ ଯୋଉ କୋଣାରେ ମୁଁ ଦେଖୁଥିଲି ସେ କୋଣାରେ ଯଦି ମୋ ପୁଅ ଦେଖିଲା ଆଉ ସେ କୋଣା ରଖିବି, ସେ କୋଣାକୁ ଜମା ଦେଇଦିଅ। ଠିକ କଥା କହିଛନ୍ତି। ଆପଣ କି? ମୁଁ ପ୍ରେମ କୁମାର ଆଉ ସାରଙ୍କର ପିଏ। ସାରଙ୍କର ପିଅ? ହେଲେ କଣ ପିଅ? ପିଓ ନୁହଁ ମ୍ୟାଡାମ, ପିଏ ପିଏ। ଆରେ କଣ ପିଅ ତ କୁହ? ଓ ମ୍ୟାଡାମ ଆପଣ ବୁଝିପାରୁନାହାନ୍ତି, ପିଓ ନୁହଁ, ପିଏ ମାନେ ପର୍ସନାଲ ଆସିଷ୍ଟାଣ୍ଟ ପ୍ରେମ କୁମାର। ଓ ଆଚ୍ଛା ପିଏ। ଇୟା ଆଚ୍ଛା ପ୍ରେମ କୁମାର କହିଲେ ତମ ଲାଟିନ୍ ଟା କୋଉ ପଟେ? କହୁଥିଲି ମ୍ୟାଡାମ ଆପଣ ଆଇଛନ୍ତି ଇଣ୍ଟରଭ୍ୟୁ ନେବା ପାଇଁ, ଘରୁ ଝାଡା କରି ଯାଇଥିଲେ। ମୁଁ ପଚାରିଲି ଆପଣଙ୍କ ଲାଟିନ୍ ଟା କୋଉ ପଟେ? ରାଗନ୍ତୁନି ମ୍ୟାଡାମ, ଏଇ ପଟେ। ଏଇ ପଟେ? ଇୟା ଆରେ ଏଇ ପଟେ? ଇୟା ଆରେ ଏଇ ପଟେ? ଓ ଇୟା ସାରେ ମୁଁ ଲାଟି ଯାଉଛି। ଯାଉଛୁ ହେଲେ ଆପଣଙ୍କୁ 5ଟି ପ୍ରଶ୍ନ ପଚାରିବି। ଆପଣ ଭଲ କି ପ୍ରିପେୟାର ହୁଅନ୍ତୁ। ଓକେ? ମ୍ୟାଡାମ ଲାଟିନ୍ ଚାଲିଗଲେ ଏବେ ଆମେ କଣ କରିବା? ତୁ ଭାବୁଛୁ ମ୍ୟାଡାମ ଲାଟିନ୍ ଯାଇଛନ୍ତି ହଗିବା ପାଇଁ? ମ୍ୟାଡାମ ଯାଇଛନ୍ତି ସେଇ କୋଣା ଓଡାଳିବା ପାଇଁ। ମୁଁ ତ ସେ କୋଣାକୁ ବୁଝାବାର ଦେଇଛି। ଆଉ ମ୍ୟାଡାମ ହେ ପ୍ରେମ ଆଜ୍ଞା ମ୍ୟାଡାମ ଲାଟିନ୍ ରୁ ଫେରିବେ, ଲାଟିନ୍ ରୁ ଫେରିଲେ ମତେ 5ଟା ପ୍ରଶ୍ନ ପଚାରିବେ। ସିଏ କୋଉ ପ୍ରଶ୍ନ ପଚାରିବେ ମୁଁ କି ଉତ୍ତର ଦେବି? ମୁଁ ତ ଗାଣ୍ଡୁ ମୂର୍ଖଟା। ଓ ଗାଣ୍ଡିରେ ବାଡି ଦେଲେ କଣ ହୁଏ ମୁଁ ବି ଜାଣିନି। ଆପଣ କାହିଁକି ବ୍ୟସ୍ତ ହଉଛନ୍ତି? କାହିଁକି? ମ୍ୟାଡାମ ଫେରିବା ପାଇଁ ଡେରି ହବ। କାହିଁକି ମୁଁ ଝାଡା ହେଇଥିଲି, ଲାଟିନ୍ ପାଣି ଢାଳିଲି। ତୁ ସିନା ପାଣି ଢାଳିନୁ, ସିଏ ପାଣି ଢାଳି ଢାଳି ଆସିବନି। ଆସିଲା ପରେ ମତେ ପଚାରିବ, ମୁଁ କଣ କହିବି? ଶଳା ମୁଣ୍ଡ କିଛି କାମ କରୁନି। ସାର୍ କଣ କରିବା ଏବେ? କିଛି ଗୋଟେ ବ୍ୟବସ୍ଥା କରିବେ। କଣ କରିବା ସାର୍? ପାଠ କର ମୋର ଶୁଣ। କଣ କହୁନୁ? ସାର୍ ମୋ କହିବା କଥାଟା ମ୍ୟାଡାମଙ୍କ ଡାଇରୀ ଏଇଠି ଅଛି ଆଉ ମତେ ଯାହା ଲାଗୁଛି ସେ 4-5ଟି ପ୍ରଶ୍ନ ଉତ୍ତର ଆଇ ଭିତରେ ଅଛି। ସାର୍ ଅଛି ସାର୍, ପ୍ରଶ୍ନ ଉତ୍ତର ଅଛି ସାର୍। ସାର୍ ଆପଣଙ୍କ ପାଇଁ ପ୍ରଥମ ପ୍ରଶ୍ନ ହେଲା 1 ନମ୍ବର ଉତ୍ତମ ମହାନ୍ତିଙ୍କର ପ୍ରଥମ ଚଳଚ୍ଚିତ୍ରର ନାମ କଣ? ଉତ୍ତମ ମହାନ୍ତିଙ୍କର ପ୍ରଥମ ଚଳଚ୍ଚିତ୍ର ଇଏ ଶଳା ଚଳଚ୍ଚିତ୍ର ମୁଁ ତ ଦେଖେନି। ଆଉ ତା ଛଡା ଉତ୍ତମ ମହାନ୍ତିଙ୍କର ପ୍ରଥମ ଓଡିଆ ଚଳଚ୍ଚିତ୍ର ମୁଁ ବି ତୁ ଜାଣିଛୁ କି? ହଁ ସାର୍ ମୁଁ ଜାଣିଛି। ମୁଁ କହିଥିଲି ମୁଖ୍ୟମନ୍ତ୍ରୀ ମୁଁ ହେଇଛି ସାର୍। ଦେବୀ ଗୋଟେ ତୋଟ କଣିଆ ଜାଣିଛୁ? ମୁଁ ବାରମ୍ବାର କହିଥିଲି ମୁଁ ମୁଖ୍ୟମନ୍ତ୍ରୀ ହେଲା ପରେ ତତେ ମୁଁ ML ଟିକେଟ ଟା ଦେବି। ମୁଁ ML ହେବି ସାର୍। ଆଉ ଆପଣ ବିଦ୍ୟାଳୟ ଖାଇଲେ ତୁ ମତେ ଆଗ
ଆଗ କହିଲୁ ମୁଁ ଯୋଉଟା କହିଲୁ କହିବୁ କହ ହଁ ସାର୍ ଆପଣ କହିବେ ଖାଲି କହିଦେଲେ ହବନି ଆଉ ମୁଁ କେମିତି ଷ୍ଟାଇଲ କରିବି ସେଇ ଷ୍ଟାଇଲ କହିବି ତୁ କହ ମତେ ଆପଣ ହାତର ମୁଣ୍ଡ ଉପରେ ରଖିବେ ଆଙ୍ଗୁଠି ସାହାଯ୍ୟରେ ବାଳକୁ କୁଣ୍ଡେଇବେ 2-4 ରାଉଣ୍ଡ ବୁଲିଯିବେ ଯେମିତି ସବୁ ଜାଣିଛନ୍ତି ଉପାଡ଼ିକି ଛିଡ଼େଇ ପକେଇବେ ଆପଣ କହିବେ ଦଣ୍ଡା ବାଳୁଙ୍ଗା ଦଣ୍ଡା ହାଲୁଙ୍ଗା ବାଳୁଙ୍ଗା ନୁହଁ ସାର୍ ଆଉ ବାଳୁଙ୍ଗା ବାଳୁଙ୍ଗା ହଁ ଦଣ୍ଡା ହାଲୁଙ୍ଗା ଓହୋ ଏମିତି ଏ ଲୋକଟାକୁ ବୁଝେଇ ମାନେ ମୋହନ ମାଝୀ ମୁଖ୍ୟମନ୍ତ୍ରୀ ହେଲେ ଶହେ ଜାଣିଛୁ ତ ମୁଁ ମୂର୍ଖ କାମ କରୁନି କହ ମୁଁ କହୁଛି ଶୁଣ କହୁନୁ ବା 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 ବାଳୁଙ୍ଗା ବାଲୁଙ୍ଗା ବାଲୁଙ୍ଗା ଦଣ୍ଡା ବାଲୁଙ୍ଗା ଦଣ୍ଡା ବାଲୁଙ୍ଗା ପ୍ରଶ୍ନ ହେଲା ଆପଣଙ୍କ ଗ୍ରାମରେ ପର୍ବପର୍ବାଣି ହେଲେ କୋଉମାନେ ପାଳନ କରନ୍ତି ଏ ପ୍ରେମ ମୁଁ ଜାଣିଛି ଏଇଟା କହିଦେବି ତାହେଲେ କୁହନ୍ତୁ ସାର୍ ଏ ଗାଁର ମାଇପି ଲୋକମାନେ ପାଳନ କରନ୍ତି ଆଉ ଦେଖ ମାଇପି ମାନେ ପାଳିବେ ଆଉ ଭଇତା ମାନେ କଣ ମା ଟେକି ଘରେ ଶୋଇବେ ଆଉ କିଛି କାମ ଧନ୍ଦା ହେଲା ନା। ଆପଣ ଏମିତି ଉତ୍ତର ଦେଲେ ଆଉ ମୁଖ୍ୟମନ୍ତ୍ରୀ ହେବେ ଆଉ କେମିତି କହିବି ସାର୍ ହଁ। ଆପଣ କହିବେ ହଁ, ହଁ। ସମସ୍ତ ଗ୍ରାମବାସୀ ବୃନ୍ଦ ବାସ୍ ଇଏ ସମସ୍ତ ଗ୍ରାମବାସୀ ବୃନ୍ଦ ବୃନ୍ଦ ନା ବୁନ୍ଦିଆ ବୃନ୍ଦ ନୁହଁ ସାର୍ ଆଉ ବୃନ୍ଦ 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 ଓହୋ ସାର୍ ମୁଁ କହୁଛି ଶୁଣନ୍ତୁ ହଁ। ବ୍ରୁ 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 ବୁରୁ 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 ଉଣ୍ଟା 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 ବୃନ୍ଦ 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 ଇୟା ବୃନ୍ଦ ଇୟା ଇଏ ସମସ୍ତ ଗ୍ରାମବାସୀ ଇୟା 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 ସାର୍ 3 ନମ୍ବର question ସାର୍ 3 ନମ୍ବର ପ୍ରଶ୍ନ ହେଲା ଯାତ୍ରା ପାର୍ଟିରେ ହଁ। କୋଉ ନାରୀ ସବୁଠାରୁ ସେକ୍ସି ଡ୍ୟାନ୍ସ କରେ ଇଏ ପ୍ରେମ ବେ ଯାତ୍ରା ତ କେବେ ମୁଁ ଜୀବନରୁ ଦେଖେନି ଆଉ ବେ ମୁଁ ତ ସବୁବେଳେ ଇଲେକ୍ସନରେ ମାତିଲି ଯାତ୍ରା ଦେଖିବାକୁ ମୋ ପାଖରେ ସମୟ କାଇବେ ଆଚ୍ଛା ପ୍ରେମା ତୁ ତ ଯାତ୍ରା ଦେଖିବାକୁ ଯାଉ ଆଗ ସିଟରେ ଟିକେଟ କାଟି ଯାତ୍ରା ଦେଖିବୁ ମତେ ଆଗ କହିଲୁ ଯାତ୍ରା ପାର୍ଟିରେ କୋଉ ନାରୀ ବେଶୀ ସେକ୍ସି ଡ୍ୟାନ୍ସ করে ମତେ କହ ଶୀଘ୍ର କହ ମ୍ୟାଡାମ ଚାଲି କୋଉ ଆସିବେ କଥା ପଚାରିଦେଲେ ସାର୍ ସିଏ ପୁରା ମୋ ହୃଦୟରେ ରାଣୀ କୋଉ କଥା ନାଟା ନିଶା ମହାରଣା ନିଶା ମାରେନା ମହାରଣା ନା ତା ଭାଇ କରୁଣା ମହାରଣା ନୁହଁ ସାର୍ ଆଉ ନିଶା ମହାରଣା ହଁ ନିଶା ମାରେନା ଓହୋ ସାର୍ ମୁଁ କହୁଛି ଶୁଣନ୍ତୁ ହଁ କହ ନିଶା 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 ମହା 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 ରୋଣା 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 ରାଣା 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 ନୁହଁ ସାର୍ ଆଉ ରୋଣା ଓହୋ ରଣା ଏ ନିଶା ମହାରଣା ଇୟା ନିଶା ମାରେନା ଇୟା ନିଶା ମାରେନା ଇୟା 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 ଧର୍ଷଣ ଆଉ ହତ୍ୟାକୁ ଇଂଲିଶରେ କଣ କୁହନ୍ତି ଇଏ ଶଳା ତତେ ଟିକେ ଲାଜ ମାଡୁଛି ନା କାହିଁକି ସେ ମତେ ମୂଳରୁ ଉଡିଆ ଆସୁନି ମାନେ ପାଠ ସାଠ ପଢିନି ସୁଦୁ ଗାଣ୍ଡି ମୂର୍ଖଟା ଓ ଗାଣ୍ଡିରେ ବାଡି ଦେଲେ କଣ ହବ ମୁଁ ଜାଣିନି ଆଉ ଖାଲି ଚାଲି ଯାଇଛନ୍ତି ମୁଖ୍ୟମନ୍ତ୍ରୀ ହେବେ। ଆଉ ତୁ ପୁଣି ମତେ ଇଂଲିଶରେ ପଚାରିଲୁ ବେ ଯୋଉଟା ମତେ ପଚାରିଲୁ ସେଇଟା କଣ ହବ ମତେ କହ ସାର୍ ହଁ। ଆପଣ କହିବେ ହଁ, କହ। ଧର୍ଷଣ ଆଉ ହତ୍ୟାକୁ ହଁ। ଇଂଲିଶରେ ରେପ୍ ଏଣ୍ଡ ମର୍ଡର କୁହନ୍ତି ହଁ ଏ ବିଆ ପାଣ୍ଡୁ ମାରିବୁ ଆଣ୍ଟୁ ନୁହଁ ସାର୍ ଆଉ କଣ ମୁଁ କହୁଛି ଶୁଣନ୍ତୁ ହଁ ରେପ୍ ଏଣ୍ଡ ରିଆପେଣ୍ଡ ମର୍ଡର 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 ମାରର 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 ରେପ୍ ଏଣ୍ଡ ମର୍ଡର ରିଆପେଣ୍ଡ ମାରର ଇୟା 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 ରିଆପେଣ୍ଡ ମାରର ଇୟା 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 ରିଆପେଣ୍ଡ ମାରର ଇୟା 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 ସାର୍ କାହିଁ ବ୍ୟସ୍ତ ହଉଛନ୍ତି 5 ନମ୍ବର ଶେଷ ପ୍ରଶ୍ନ ସାର୍ ଚନ୍ଦ୍ରରେ ଜଳ ଅଛି କି ନାହିଁ ମୁଁ ବାଳ ଅଛି କି ନାହିଁ ଶଳା ପାଇଖାନାରେ ଜଳ ଅଛି କି ନାହିଁ ମୁଁ କହିପାରିବିନି ଇଏ ପୁଣି ମତେ ଚନ୍ଦ୍ରକୁ ନେଇଗଲାଣି ଶଳା ସେଠି ଜଳ ଅଛି କି ନାହିଁ ମୁଁ ଜାଣିବି କେମିତି ବେବେ ମା ତୁ ଜାଣିଛୁ କି ସାର୍ ମୋ ଜାଣିବା ଭିତରେ ମୁଁ ଆମ ଛକ ପାରିକି ଆଉ କୁଆଡେ ଯାଇନି ତେଣୁ ମୁଁ ବି ଜାଣିନି ଆଉ କୋଉ ବାର୍ତ୍ତା ଜାଣିଛୁ ମୋ ପାଖରେ ଚାକିରି କରିଛୁ ବେ କଣ ଯାହା ହବ ମତେ ଆଗ ସେଇଟା କହ ସାର୍ ହଁ। ଉତ୍ତର ତ ମୁଁ ବି ଜାଣିନି କି ଆପଣ ଜାଣିନାହାନ୍ତି ଜାଣିନି। ଯେହେତୁ ଆମେ ଉତ୍ତର ଜାଣିନେ କିଛି ଜାଣିନି। ଯାତ୍ରା ଗୋଟେ ବାଗେଇ ସାଗେଇ ପେରିଦେବା ଶୀଘ୍ର ପ୍ୟାଲ ସାର୍, ଶୀଘ୍ର କଣ ପ୍ୟାଲ କହିବା ସାର୍ କଣ ହଁ ସାର୍ ହଁ। ଆପଣ କହିବେ ହଁ, ହଁ। ଗବେଷଣା ଚାଲିଛି ଏ ପର୍ଯ୍ୟନ୍ତ ଜଣା ପଡିନି ଗବେଷଣା ଚାଲିଛି ଏ ପର୍ଯ୍ୟନ୍ତ ଜଣା ପଡିନି ପ୍ରେମ ପ୍ରେମ ଯେତିକି ମତେ ପାଟରା ଯାକ ପଚାରିଲୁ ଆଜ୍ଞା। ମୁଁ ଆଗ ପାଟରା ଯାକ ଘଷି ଦିଏ ବୁଝିଲ ତା ନହେଲେ ମାଡାମକୁ ଦେଖିଲା ବେଳକୁ ମୁଁ ଭୁଲି ଯାଉଛି ଆପଣ ଟୋଟାଲ ଘଷି ପାଣି କରିଦେଲେ ମ୍ୟାଡାମ ଭାସିବେ ତୁ କିଛି କହିବୁନି ମୁଁ ଦେଖି ମନେ ରଖିଛି ନା ରଖିନି ଆଚ୍ଛା
ଏକ ନମ୍ବର ପ୍ରଶ୍ନର ଉତ୍ତର ହେଲା ଦଣ୍ଡା ବାଳୁଙ୍ଗା। ଇଏ 2 ନମ୍ବର ପ୍ରଶ୍ନର ଉତ୍ତର ହେଲା ସମସ୍ତ ଗ୍ରାମବାସୀ ବୃନ୍ଦ। ଇଏ 3 ନମ୍ବର ପ୍ରଶ୍ନର ଉତ୍ତର ହେଲା ନିଶା ମହାରାଜ। ଆଉ 4 ନମ୍ବର ପ୍ରଶ୍ନର ଉତ୍ତର ହେଲା ରିଆଫ୍ୟାଣ୍ଡ ମର୍ଡର। ଆଉ 5 ନମ୍ବର ଗବେଷଣା। ଗବେଷଣା ଚାଲିଛି ଏ ପର୍ଯ୍ୟନ୍ତ ଜଣା ପଡ଼ିନି। ସାର୍ ଆପଣଙ୍କର ସଫିଆ ସାର୍। ମତେ ହଇରାଣ କରିବୁନି, ବୁଝିଲୁ? ସରି ସାର୍ ମୋର ଟିକେ ଲେଟ୍ ହେଲା ଚାଲ, ଏଇଟା ହେଲେ ଆପଣ ଭଲ କି ପ୍ରିପେୟାର ହେଇଛନ୍ତି ତ ଠିକ ଅଛି। ଓକେ ମତେ ହଇରାଣ କରିବୁନି, ମୁଁ ପାଞ୍ଚଟା ନାକ ମନେ ରଖିବି। ତୁ ବାକି ତୁ କରି ଦେଇଛି। ସାର୍ ଆପଣଙ୍କ ମୋର ପ୍ରଥମ ପ୍ରଶ୍ନ 1 ନମ୍ବର ପଚାର ନା। ଆପଣଙ୍କ ନାମ କଣ ଦଣ୍ଡା ବାଳୁଙ୍ଗା। ଦଣ୍ଡା ବାଳୁଙ୍ଗା। ଲେଖ ଦଣ୍ଡା ବାଳୁଙ୍ଗା। ସାର୍ ଏ ମ୍ୟାଡାମ କଣ ପଚାରୁଛ ଆପଣ କଣ ମତେ କହୁଛନ୍ତି? କହିଲି ନା ହଇରାଣ କର ନାହିଁ। ସାର୍ ହଁ ଆପଣଙ୍କ 2 ନମ୍ବର ପ୍ରଶ୍ନ 2 ନମ୍ବର ପଚାର। ଆପଣଙ୍କ ବାପା କିଏ ସମସ୍ତ ଗ୍ରାମବାସୀ ବୃନ୍ଦ। ସମସ୍ତ ଗ୍ରାମବାସୀ ବୃନ୍ଦ। ଲେଖ 2 ନମ୍ବର। ହେ ଭଗବାନ ମୁଁ କୋଉ ପୃଷ୍ଠାରେ ସାର୍ଙ୍କୁ ପଢେଇଲି ଏ ମ୍ୟାଡାମ କୋଉ ପୃଷ୍ଠାରେ ପଚାରିଲେ? ତୁ ତାର ସାକ୍ଷୀ। ସାର୍ ହଁ ଆପଣଙ୍କ 3 ନମ୍ବର ପ୍ରଶ୍ନ 3 ନମ୍ବର। ଆପଣଙ୍କ ସ୍ତ୍ରୀଙ୍କର ନାମ କଣ ନିଶା ମହାରଣା। ନିଶା ମହାରଣା। ଲେଖ ନିଶା। ସାର୍ ହେଇଥିବ ସାଉ ଭାଉଜ। ଇଣ୍ଟରଭ୍ୟୁ ଚାଲିଛି କାହିଁକି ମତେ ହଇରାଣ କରୁଛୁ? ସାର୍ ହଁ ଆପଣଙ୍କ 4 ନମ୍ବର ପ୍ରଶ୍ନ 4 ନମ୍ବର ପଚାର। ମୁଖ୍ୟମନ୍ତ୍ରୀ ହେଲେ ବିଧାନସଭାରେ ଆପଣ କଣ କରିବେ ଟୋଟାଲ ଫାସି ହେଇଯିବ ସାର୍ କହି କାଲିକି ମୁଁ ଭୁଲି ଯାଉଛି। ଏଇଟା କଣ? ସାର୍ ଆପଣଙ୍କ 4 ନମ୍ବର ପ୍ରଶ୍ନ 4 ନମ୍ବର ତ ପଚାର। ମୁଖ୍ୟମନ୍ତ୍ରୀ ହେଲେ ହଁ। ବିଧାନସଭାରେ ଆପଣ କଣ କରିବେ ରିଆଫ୍ୟାଣ୍ଡ ମର୍ଡର। ରିଆଫ୍ୟାଣ୍ଡ ମର୍ଡର। ଲେଖ ରିଆଫ୍ୟାଣ୍ଡ ମର୍ଡର। ରିଆଫ୍ୟାଣ୍ଡ ମର୍ଡର। ସାର୍ ଆପଣଙ୍କ ମୋର ଶେଷ ପ୍ରଶ୍ନ ଆପଣଙ୍କର ବାପାଙ୍କର ନାମ କଣ ଏ ମ୍ୟାଡାମ ଗବେଷଣା ଚାଲିଛି ଏ ପର୍ଯ୍ୟନ୍ତ ଜଣା ପଡ଼ିନି। ସାର୍ କି ଉତ୍ତର ଦେଲେ ମ୍ୟାଡାମକୁ ମୁଣ୍ଡ ଟୋଟାଲ ଟିଣା ମ୍ୟାଡାମ ଠିକ ଅଛି ମ୍ୟାଡାମ। ସାର୍ ହଁ ମୁଖ୍ୟମନ୍ତ୍ରୀ ହେବା ପୁରା ଫାଇନାଲ ଆକା ମତେ ଗୋଟେ କଥା କହିଲ ମୋହନ ମାଟିକି ମୁଁ କାଟିଦେବି ତ। ଆସୁଛି ଆଜ୍ଞା ନମସ୍କାର ନମସ୍କାର। ମୁଁ ମୁଖ୍ୟମନ୍ତ୍ରୀ ହେଇ ସାରିଲା ପରେ ଆପଣ ଯାଇ ମୋ ପର୍ସନାଲ କ୍ୱାର୍ଟରରେ ଦେଖା କରିବେ। ମୁଁ ଆପଣଙ୍କୁ 2 ମିନିଟ ଭିତରେ ପ୍ରେଗନେଣ୍ଟ କରିଦେବି। ତାକୁ 2 ମିନିଟ ଭିତରେ ପ୍ରେଗନେଣ୍ଟ କରିଦେବି। ତାଙ୍କ ଘର ଲୋକ ଶୁଣିଲେ ବଢେ ଚାଚିବେ କାହିଁକି? ପ୍ରେଗନେଣ୍ଟ નો ପ୍ୟାମେଣ୍ଟ ଇଏ ସଲାଟି ସେଇ କଥାଟା ମତେ ଆଗରୁ କହିବୁନି। ଏ ମ୍ୟାଡାମ ସେଟା ପ୍ରେଗନେଣ୍ଟ ନୁହଁ ପେମେଣ୍ଟ। ଆପଣ 5 ମିନିଟରେ ପ୍ରେଗନେଣ୍ଟ କରୁଛନ୍ତି। ନାରେ ମୁଁ ସହ ଇଂଲିଶ ଜାଣିନି ତୁ ସେଇଟା ମତେ ଆଗରୁ କହି ଦେଖିଲା ତୋର ନା 5ଟା ଯାକ ପ୍ରଶ୍ନର ଉତ୍ତର କେମିତି ଦଳା ଦଳ ଦେଇଦେଲି। ମୋ ବିଦ୍ୟାରଣ ଆପଣ ଉତ୍ତର ଦେଇଦେଲେ ସବୁ ଜାଗାରେ ସବୁ ଦେଇଦେଇଛି। ମୁଁ ମାନେ ଉପାଡ଼ିକି ଛିଡ଼େଇକି ବାହାରେ ପୁରେଇକି ନାଳରେ ପୁରେଇକି ଚାଳରେ ଖୁସି ଦେଲେ କାହିଁକି? ଇଏ ମ୍ୟାଡାମ କଣ ପଚାରିଲେ ଆପଣ କଣ କହିଲେ? ଇଏ ସଲାଟି ତୁ ତ